मंगलं भगवान विष्णु मंगलं मधुसूदन मंगलं पुंडरीकाक्ष मंगलं गरुड़ध्वज माधवो माधव हरि माधवो माधव वाक्यं स्मरन्ति साधव नित्यं सर्वकार्येषु माधव। प्रिय छात्रवृंद, तुम समस्तंकर अनुरोध रक्षा करी मु अवसर प्राप्त ओडिया शिक्षक कुलमणि पंडा आज तुम आगरे स्वभाव कवि गंगाधर मेहरंकर मंगले ओइला उषा कविता को बुझौची। मु चेष्टा करी तुम चित्त हरण करिवा पाई आ तुमे चेष्टा कर मन रखिवा पाई। मंगले ओइला उषा एई कविता स्वभाव कवि गंगाधर मेहरंकर तपस्विनी काव्यर चतुर्थ सर्गरु आसीअछि। गंगाधर मेहर बरगड़ जिलार बरपरी ग्राम रे जन्म नहीं। से उच्च शिक्षित नुह, निम्न शिक्षित। गवेषक माने कहती योग्यता मात्र पंचम श्रेणी। से अत्यंत दरिद्र पिता सह वस्त्र बयन करी से उतुरा लुगा को बिकी जो 2-4 पैसा हुए से पिता सह परिवार प्रतिपोषण रे सहयोग करथांती। एणु तांकु परवर्ती काल रे उपाधि मिलला स्वभाव कवि। स्वभावतः कवि से प्रकृति पुजारी, प्रकृति को मानव रूप रे चित्रण करिवारे से सिद्धहस्त। आस आमे आज आलोचना करिवा मंगले ओइला उषा। एथिपाई कि तो आमे जो श्लोकटी पढ़ले मंगलं 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 उषा प्रकृतिर एक रूप। प्रकृति आज उषा रूप रे आछंती। कवि ए उषा को प्रथमे कहिचंती कमल नयना। किमती विकच राजीव दृशा। विकच बोले विकसित, राजीव बोले पद्म, दृशा बोले नेत्र। विकसित पद्म भली नेत्र जहार से कमल नयना उषा। से आसिले कोठिकी वाल्मीकि आश्रम को। वाल्मीकि आश्रम रे सीता आश्रिता, से निर्वासिता। स्वामी रामचंद्र तांको निर्वासन दंड रे दंडित करथिले। अनुज सौमित्री सीता को रथरे बसाई आनी भागीरथी नदी कूल रे वाल्मीकि आश्रम निकट रे छाड़ी दे गले। कवि कौन लिखिले? अग्रज आज्ञा बह सौमित्री रथी, राम हृदय जोत्स्ना वैदेही सती, विसर्जी भागीरथी तीर कानने, लेउटाइले रथ अथय मने जे। गंगाधर भागीरथर नाम को तमसा कहिछंती।
এই ତମସା ନଦୀ କୂଳରେ ବାଲ୍ମୀକି ଆଶ୍ରମ। ସେଠି ସୀତା ଆଶ୍ରିତା, ସେ ନିର୍ବାସିତା। ସେ କିଏ? ସତୀ ଶିରୋମଣି ରମଣୀ ମଣି। ଯେତେ ଲଳନା, ଯେତେ ଅବଳା, ଯେତେ ନାରୀ ଅଛନ୍ତି ତାଙ୍କ ମଧ୍ୟରେ ସେ ଶ୍ରେଷ୍ଠା ବୋଲି ଇଏ କବିତାରେ କବି ବର୍ଣ୍ଣନା କରିଛନ୍ତି ଛନ୍ଦେ ଛନ୍ଦେ। ଆମେ ଆଲୋଚନା କରିବା ପରେ ଏଇ କମଳା ନୟନା ଉଷା କଳକଣ୍ଠ କଣ୍ଠେ କହିଲେ, କୋଇଲି କଣ୍ଠରେ କହିଲେ, କ'ଣ କହିଲେ? ଉଠ ସତୀ ରାଜରାଣୀ ରାତି ପାହିଲା। କହିଲେ ଉଠ ଦର୍ଶନ ଦିଅ ସତୀ ରାତି ପାହିଲା। କଳକଣ୍ଠ କଣ୍ଠରେ କହିଲେ ଦର୍ଶନ ଦିଅ ସତୀ ରାତି ପାହିଲା। ରାତି ପାହିଗଲା ଆଉ ତୁମେ ଶୁଅନା। ଏହା ଭାରତୀୟ ସଂସ୍କୃତି ନୁହେଁ। ଭାରତୀୟ ସଂସ୍କୃତି ରାତି ପାଇବା ପୂର୍ବରୁ ଘରଣୀମାନେ, ଗୃହିଣୀମାନେ, ଲଳନାମାନେ ଶଯ୍ୟା ତ୍ୟାଗ କରିବେ। ସେ ଅଧିକ ଶୋଇଲେ ଆଳସ୍ୟର ବଶବର୍ତ୍ତୀ ହେଲେ ଲକ୍ଷ୍ମୀ ଛାଡ଼ିଯାଆନ୍ତି ବୋଲି ଲୋକୋକ୍ତି ଅଛି। ଏଇ କଥୋପକଥନରେ କବି ସୂଚେଇ ଦେଲେ ଯେ ପ୍ରକୃତିର ଯେଉଁ ପକ୍ଷୀମାନେ ଅଛନ୍ତି ଆଗେ କୋଇଲି ଉଠେ। ହଁ ପିଲେ, ତୁମେ ବସନ୍ତ ଋତୁରେ ଶୁଣିଥିବ ରାତିରେ ବି କୋଇଲି ବୋବାଏ। କାରଣ ସହକାରର ଯେଉଁ କିଶଳୟ ଆଉ ଯେଉଁ ବକୁଳ ତାର ସୁଗନ୍ଧରେ ସେ ପ୍ରମୋଦିତ ହୁଏ। ତେଣୁ କବି ଲକ୍ଷ୍ୟ କରିଛନ୍ତି ସର୍ବପ୍ରଥମେ କୋଇଲି ଉଠେ। ଉଷା କେମିତି ଆଇଲେ? କାହିଁକି ଆଇଲେ? କେଉଁଠି ରହିଲେ? ସେ ମଙ୍ଗଳେ ଆଇଲେ। ଶୁଭ ସମୟରେ ଆଶ୍ରା କଲେ, ଯାତ୍ରା କଲେ, ଆସି ପହଞ୍ଚିଗଲେ। ମଙ୍ଗଳେ ଅଇଲା ଉଷା। ତାଙ୍କ ଆଖି ହେଲା କେ ନା ବିକଶିତ ପଦ୍ମ। ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା। ସେ କାହିଁକି ଆସିଲେ? ଜାନକୀଙ୍କୁ ଦର୍ଶନ କରିବା ପାଇଁ। ହୃଦୟରେ ଗୋଟେ ଆଶା ନେଇ ଆସିଲେ। ତୃଷା ବୋଲେ ଆଶା, ଗୋଟେ ମହାନ ଆଶା ଆଣିଛନ୍ତି, ମୁଁ ଜାନକୀଙ୍କୁ ଦର୍ଶନ କରିବି। ରାଜମହଲରେ ସେ ଥିଲାବେଳେ ତାଙ୍କୁ ଦର୍ଶନ ସମୟ ସାପେକ୍ଷ। ଏବେ ସେ ଆଶ୍ରମରେ ତପସ୍ୱିନୀ, ତାଙ୍କୁ ଦର୍ଶନ କରିବେ। ଏଇ ଆଶା ନେଇ କମଳ ନୟନା ଉଷା ଆସିଗଲେ। ମଙ୍ଗଳେ ଅଇଲା ଉଷା ବିକଚ ରାଜୀବ ଦୃଶା। ଜାନକୀ ଦର୍ଶନ ତୃଷା ହୃଦୟ ବହି। ଇଏ ରାଜକନ୍ୟା, ରାଜବଧୂ, ସାଧାରଣ ମହିଳା ନୁହେଁ। ତାଙ୍କୁ ଦର୍ଶନ କରିବା ପାଇଁ ହେଲେ କିଛି ଉପହାର ଆବଶ୍ୟକ। ଏ କଥା ପ୍ରକୃତିଙ୍କୁ ଜଣାଥିଲା। ତେଣୁ ଉଷା ସୁନ୍ଦରୀ ସୀତା ସୁନ୍ଦରୀଙ୍କୁ ଦର୍ଶନ କରିବା ପାଇଁ କିଛି ଉପହାର ଆଣିଥିଲେ। କର ପଲ୍ଲବେ ନିହାର। ଏଠି ପ୍ରଶ୍ନ ଆସିଲା ଯେ ଉଷାଙ୍କର କର କିଏ? ନା ପଲ୍ଲବ ବୋଲେ କୋମଳ ପତ୍ର। ଉଷାଙ୍କର ନେତ୍ର କିଏ ହେଲା? ବିକଚ ରାଜୀବ। ଆଉ ଏଠି ପତ୍ର ହେଲା ପଲ୍ଲବ। କର ପଲ୍ଲବେ ନିହାର। ନିହାର ମାନେ ଶିଶିର, କାକର। କର ପଲ୍ଲଭେ ନିହାର ମୁକ୍ତା ଘେନି ଉପହାର। ନିହାର ମୁକ୍ତା, କାକର ରୂପକ ମୁକ୍ତାକୁ ସେ ପତ୍ର ରୂପକ କରରେ ଆଣିଛନ୍ତି ଉପହାର ଆକାରରେ। କର ପଲ୍ଲବେ ନିହାର। ଏଠି ପ୍ରଶ୍ନ ଆସିଗଲା, ଉପହାର ସେ କ'ଣ ଆଣିଥିଲେ? ନା ମୁକ୍ତା ଆଣିଥିଲେ। କି ମୁକ୍ତା? ନିହାର ମୁକ୍ତା। କେଉଁଥିରେ ଆଣିଥିଲେ? ପଲ୍ଲବ ରୂପକ କରରେ। ନିହାର ରୂପକ ମୁକ୍ତାକୁ ସେ ଆଣିଥିଲେ। କର ପଲ୍ଲବେ ନିହାର ମୁକ୍ତା ଘେନି ଉପହାର। ଆସିଥିଲେ, ଆସି କେଉଁଠି ଥିଲେ? ସତୀଙ୍କ ବାସ ବାହାର ପ୍ରାଙ୍ଗଣେ। ବାସର ଅନେକ ଅର୍ଥ ଅଛି। ବାସ ମାନେ ଆମେ ଯେଉଁ ଘରେ ବସତି କରୁ, ବାସଗୃହ, ବାସ। ସୁମନ ବାସ ବୋଲେ ଫୁଲର ବାସନା, ତାହେଲେ ଗୋଟିଏ ହେଲା ଘର, ଗୋଟିଏ ହେଲା ବାସନା। ବାସ ବୋଇଲେ ବସ୍ତ୍ର, ଆଉ ବାସ ବୋଇଲେ ବାସ କରିବା, ରହିବା। ଏଇ ବାସ ଶବ୍ଦର ବହୁଳ ପ୍ରୟୋଗ ଏ ପଦ୍ୟରେ ହେଇଛି। ଆମେ ପର୍ଯ୍ୟାୟକ୍ରମେ ସେ ଆଲୋଚନା କରିବା। ତେଣୁ ଏଠି ବାସ ହେଲା ବାସଗୃହ। ସତୀଙ୍କ ବାସ ବାହାର ପ୍ରାଙ୍ଗଣ। ସତୀ ଯେଉଁ ବାସ, ଯେଉଁ ଗୃହରେ ଆଶ୍ରୟ ନେଇଥିଲେ,
ତାର ବାହାରେ ଯେଉଁ ପ୍ରାଙ୍ଗଣ ଥିଲା ସେ ପ୍ରାଙ୍ଗଣରେ ରହିଥିଲେ ଉଷା। ଅର୍ଥାତ୍ ପ୍ରାଙ୍ଗଣ ଅତ୍ୟନ୍ତ ରମଣୀୟ ଥିଲା। ସେଠି ପ୍ରତିଟି ପତ୍ରରେ କାକର ପଡ଼ି ମୁକ୍ତା ଭଳି ଜକଜକ କରୁଥିଲା। ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା। ଏଠି ପ୍ରଶ୍ନ ଆସିଲା ଯେ ଉଷାଙ୍କର କଣ୍ଠ କିଏ? କଳକଣ୍ଠ ବୋଲେ କୋଇଲି। କଳକଣ୍ଠ କଣ୍ଠେ କହିଲା। କ'ଣ କହିଲା? ଦର୍ଶନ ଦିଅ ସତୀ ରାତି ପାଇଲା। ହେ ସତୀ, ରାତି ପାଇଗଲା, ଦେଖା ଦିଅ। ଏଇ ପଦ୍ୟରେ ଆମେ ପ୍ରଶ୍ନ କେତେଟା ଆଲୋଚନା କରିବା ଯେ ସୀତାଙ୍କୁ ଦର୍ଶନ କରିବା ପାଇଁ କିଏ ଆସିଥିଲେ? ଉଷା। ଉଷାଙ୍କର ନେତ୍ର କିଏ? ବିକଟ ରାଜୀବ। ସେ କେଉଁ ଆଶାରେ ଉଷା ଆସିଥିଲେ? ଜାନକୀ ଦର୍ଶନ ତୃଷା ନେଇ ଆସିଥିଲେ। ତାଙ୍କ କର କିଏ? ପଲ୍ଲବ ବୋଲେ କଅଁଳିଆ ପତ୍ର। ସେ କି ଉପହାର ଆଣିଥିଲେ? ନିହାର ମୁକ୍ତା। ତାଙ୍କ କଣ୍ଠ କିଏ? କୋଇଲିର କଣ୍ଠ। ଏଇଠି ପିଲେ ଆମେ ଟିକେ ବ୍ୟାକରଣ ବୁଝିବା। କ'ଣ ଯେ ଅନୁପ୍ରାସ ଅଳଙ୍କାର ଅଛି। ଦେଖ କ'ଣ ଅଛି ନା କର ପଲ୍ଲବେ ନିହାର, ହ ଅଛି ର ଅଛି, ମୁକ୍ତା ଘେନି ଉପହାର, ହ ଅଛି ର ଅଛି, ସତୀଙ୍କ ବାସ ବାହାର, ହ ଅଛି ର ଅଛି। ବ୍ୟଞ୍ଜନ ବର୍ଣ୍ଣର ବାରମ୍ବାର ଆବୃତ୍ତି ହେଲେ ତାକୁ ଅନୁପ୍ରାସ ଅଳଙ୍କାର କହନ୍ତି। ବୁଝିଲ ନା? ଏ ରାଗ ଚୋଖିରେ ତିଆରି ହେଇଛି, ଲେଖା ହେଇଛି 29, 29, 9, 13। ଚାରି ପାଦରେ ଏକ ପଦ, ଚାରି ପାଦରେ ଏକ ପଦ। ପ୍ରଥମ ପାଦ 29 ଅକ୍ଷର, ଦ୍ୱିତୀୟ ପାଦ 29 ଅକ୍ଷର, ତୃତୀୟ ପାଦ 9 ଅକ୍ଷର, ଚତୁର୍ଥ ପାଦ 13 ଅକ୍ଷର। ପ୍ରଶ୍ନ ଆସିଯିବ, ଚୋଖି ରାଗର ଦ୍ୱିତୀୟ ପାଦର ଅକ୍ଷର ସଂଖ୍ୟା କେତେ? ଚତୁର୍ଥ ପାଦର ଅକ୍ଷର ସଂଖ୍ୟା କେତେ? ପ୍ରଥମ ପାଦର ଅକ୍ଷର ସଂଖ୍ୟା କେତେ? ଚତୁର୍ଥ ପାଦର ଅକ୍ଷର ସଂଖ୍ୟା କେତେ? ମନେ ରଖିବ ଏବଂ ଖାତାରେ ଲେଖିବ। କେମିତି ପଢ଼ିବା ଆକୁ? ମଙ୍ଗଳେ ଅଇଲା ଉଷା, ବିକଚରା ଜୀବ ଦୃଶା, ଜାନକୀ ଦର୍ଶନ ତୃଷା, ହୃଦୟେ ବହି। କର ପଲ୍ଲବେ ନିହାର, ମୁକ୍ତା ଧରି ଉପହାର, ସତୀଙ୍କ ବାସ ବାହାର, ପ୍ରାଙ୍ଗଣେ ରହି କଳକଣ୍ଠ କଣ୍ଠେ କହିଲା, ଦର୍ଶନ ଦିଅ ସତୀ ରାତି ପାଇଲା। ହଁ ପିଲେ, ବ୍ୟାକରଣ ଶୁଣିଲ, ପ୍ରଶ୍ନ ଶୁଣିଲ, ବୁଝେଇକିରି ଲେଖିବ ଯେ କମଳ ନୟନା ଉଷା ନିର୍ବାସିତା ବାଲ୍ମୀକି ଆଶ୍ରମ ଆଶ୍ରିତା ସୀତାଙ୍କୁ ଦର୍ଶନ କରିବା ପାଇଁ ପଲ୍ଲବ କରରେ ନିହାର ମୁକ୍ତା ନେଇ ଆସି ତାଙ୍କ ବାସ ବାହାର ପ୍ରାଙ୍ଗଣରେ ରହି କଳକଣ୍ଠ କଣ୍ଠରେ କହିଲେ, ହେ ସତୀ, ରାତି ପାଇଲା, ଶଯ୍ୟା ତ୍ୟାଗ କରି ମୋତେ ଟିକେ ଦେଖା ଦିଅ। ଆସନ୍ତାକାଲି ପରପଦ ଆଲୋଚନା କରିବା। ରହିଲି। ତୁମର ମଙ୍ଗଳ ହେଉ, ତୁମର ପରୀକ୍ଷାରେ ଉତ୍ତରୋତ୍ତର ଉନ୍ନତି ହେଉ।